ଠାକୁର 21 ଦିନର ମହାଭାବ ଅବସ୍ଥା ମନେ ପକାଇ ଭକ୍ତମାନଙ୍କୁ କହୁଥିଲେ। ଇଲେକ୍ଟ୍ରିକ୍ ବ୍ୟାଟେରୀ ଦେଲେ ଯେପରି ଶବ୍ଦ ମିଳେ ନା, କିନ୍ତୁ ଭିତରେ ବୋଧ ହୁଏ। ରାଧା ବି ସେହିଭଳି ସତ୍ତା ଦେଇ ମଣିଷ ହୁଏ। ଶେଷକୁ ଆସେ ଗୋଟେ ପରମ ଶାନ୍ତ ଅବସ୍ଥା। ଠାକୁର କହନ୍ତି, ରାଧା ମାନେ ସାରା ସୃଷ୍ଟି ରଚୟିତା ଶକ୍ତି। ଶବ୍ଦଠାରୁ ସବୁ ସୃଷ୍ଟି। କେତେ ରକମର ଶବ୍ଦ ଶୁଣାଯାଏ। ଓମ୍ ଅନୁଭୂତି ପୂର୍ବେ ଭୀଷଣ ବମ୍ ବମ୍ ଶବ୍ଦ ହୁଏ। ଦୁନିଆଟା ଯେପରି ଫାଟି ଚାରିଖଣ୍ଡ ହୋଇଯିବ, କିଛି ରହିବନି, ସବୁ ଧ୍ୱଂସ ହୋଇଯିବ, ସତ୍ତାକୁ ବି ବିଲୁପ୍ତ କରିଦେବ। ଏପରି ଶବ୍ଦ। ସବୁ ଯେପରି ଟୁକୁଡ଼ା ଟୁକୁଡ଼ା ହୋଇ ରେଣୁରେଣୁ ହୋଇ ପଡ଼ିଯିବ। ସେ କି ଭୀଷଣ ଅବସ୍ଥା। ଭୟ କୁହନ୍ତି। ସତ୍ତା ଭୟ ଯେ କ'ଣ ସେତେବେଳେ ବୁଝାଯାଏ। ସତ୍ତା ବୋଧେ ଏହି ମୁହୂର୍ତ୍ତରେ ଗୁଡ଼ାଇ ଦେଲା। ସେତେବେଳେ ବୁଝାଯାଏ ଦୟାଳଙ୍କ ଦୟା, ଯେଉଁ ଦୟାରେ ତିଷ୍ଠି ରହିଛି ଏହି ଦୁନିଆ। ଓଂ ଅନୁଧାବନରେ ରଙ୍ଗ ଆସେ। ରଙ୍ଗରେ ମନୋନିବେଶ କଲେ ଏକ ପ୍ରକାର ବଂଶୀ ଭଳି ଶବ୍ଦ ଶୁଭେ। ଏକ ଅବସ୍ଥାରେ ଗତି ଏବଂ ବିରତି ଭଳି ବୋଧ ହୁଏ।